ପାଞ୍ଚଟା ଛୁଆର ମାଆକୁ ପ୍ରେମ କରୁଥିଲା ତିନିଟି ଛୁଆର ବାପା। ମୁଁ ତତେ ହିଁ ବିବାହ କରିବି, ନହେଲେ ମୁଁ ଆତ୍ମହତ୍ୟା କରିବି ବୋଲି କହୁଥିଲା। ଶେଷରେ ଆଜି ଏ 42 ବର୍ଷୀୟ ମହିଳାକୁ 70 ବର୍ଷୀୟ ବୁଢ଼ା ମନ୍ଦିରରେ ବିବାହ କରିଦେଲା। ଯାହାର ଭିଡ଼ିଓ ଦେଖିଲେ ଆପଣ ମଧ୍ୟ କହିବେ ସତରେ ପ୍ରେମ ଏମିତି ଅନ୍ଧ ହେଇଥାଏ। ଦର୍ଶକ ଟିକେ ନଜର ପକାନ୍ତୁ ଏଇ ବାହାଘର ଉପରେ। ବରକୁ ହେଇଛି 70 ବର୍ଷ, ଆଉ ବର ଯାହାର ହାତ ଧରି ଆଜି ବିବାହ କରୁଛି ସେ କନ୍ୟାକୁ ହେଇଛି 42 ବର୍ଷ। ଦର୍ଶକ ବନ୍ଧୁ, ଏମିତି ବାହାଘର ଆଉ ଏମିତି ବରକନ୍ୟା ଆପଣ ବୋଧେ ଆଗରୁ କେଉଁଠି ଦେଖିନଥିବେ। କାରଣ ଏଠି କନ୍ୟା ଯିଏ ହେଉଛନ୍ତି ସେ କୁଆଡ଼େ 5ଟା ଛୁଆର ମା, ଯାହାଙ୍କ ଘରେ ସ୍ୱାମୀ ଅଛି, 5ଟା ଛୁଆ ମଧ୍ୟ ଅଛନ୍ତି। ତଥାପି ସେ ଏହି 70 ବର୍ଷୀୟ ବୁଢ଼ାକୁ ବିବାହ କରିବାକୁ ରାଜି ହୋଇଯାଇଛନ୍ତି। ଆଉ ଅନ୍ୟପଟରେ ଏଠି ବର ସାଜିଥିବା 70 ବର୍ଷୀୟ ବ୍ୟକ୍ତି ହେଉଛନ୍ତି ଜଣେ ତିନିଟି ଛୁଆର ବାପା, ଯାହାଙ୍କ ସ୍ତ୍ରୀ ଆଉ 3ଟି ଛୁଆ ଘରେ ଅଛନ୍ତି। ତଥାପି ସେ ଏହି 42 ବର୍ଷୀୟ ମହିଳାକୁ ପ୍ରେମ କରି ବସିଛନ୍ତି। ଶେଷରେ ଆଜି ସେ ମହିଳାକୁ ମନ୍ଦିରରେ ବିବାହ ମଧ୍ୟ କରିଦେଇଛନ୍ତି। ଦର୍ଶକ ବନ୍ଧୁ, ଗାଁ ଲୋକ ଗଦା ହେଇଛନ୍ତି, ଆଉ ସମସ୍ତେ ଏହି ବରକନ୍ୟାଙ୍କ ନୂଆ ନୂଆ ବାହାଘରକୁ ମଜା ମଧ୍ୟ କରୁଛନ୍ତି। ତେବେ ପ୍ରଥମେ ଏ ବୃଦ୍ଧ ଜଣକ ଏ ମହିଳାକୁ ପ୍ରେମ କରୁଥିଲେ। ମହିଳା ଜଣକ ନିଜ ସ୍ୱାମୀ ଆଉ 5ଟା ଛୁଆଙ୍କ ସହିତ ରହୁଥିବା ବେଳେ ପ୍ରଥମେ ଏ ବ୍ୟକ୍ତିଙ୍କ ପ୍ରେମକୁ ମନା କରିଦେଇଥିଲେ। କିନ୍ତୁ ମହିଳାଙ୍କ ପଡ଼ୋଶୀ ହୋଇଥିବା ଏ ବ୍ୟକ୍ତି ଜଣକ ନିଜର ପ୍ରେମ ଜାଲରେ ମହିଳାକୁ ପକାଇ ଦେଇଥିଲେ। ପରେ 70 ବର୍ଷୀୟ ବ୍ୟକ୍ତି ନିଜର ସ୍ତ୍ରୀ ଆଉ ଛୁଆକୁ ଛାଡ଼ି ଏ ମହିଳାକୁ ଧରି ଫେରାର ହୋଇଯାଇଥିଲେ। ଶେଷରେ ଆଜି ଏହି ମନ୍ଦିରରେ ନିଜର 42 ବର୍ଷୀୟ ପ୍ରେମିକାକୁ ବିବାହ ମଧ୍ୟ କରିଦେଲେ, ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଆଉ ଏମିତି ଏକ ଘଟଣା ଉତ୍ତରପ୍ରଦେଶରେ ଘଟିଯାଇଥିବା ବେଳେ ଯିଏ ଏହି ବାହାଘରର ଭିଡ଼ିଓ ଦେଖୁଛି ସିଏ ସତରେ ଆଶ୍ଚର୍ଯ୍ୟ ହୋଇଯାଉଛି। ରିପୋର୍ଟ वन ଓଡ଼ିଆ।